ସେ ତ ମଠରେ ଅଛି, ଘଟରେ ଅଛି ସେ ତ ଗଣ୍ଠରେ ଅଛି, କାଠରେ ଅଛି ସେ ତ ମଠରେ ଅଛି, ଘଟରେ ଅଛି ସେ ତ ମଠରେ ଅଛି। ଦେଖ ବାବୁ, କାଠରେ ବି ଭଗବାନ ରାମ କୃଷ୍ଣ ଜଗନ୍ନାଥ ବର୍ତ୍ତମାନ କାଠରେ ଆବିର୍ଭାବ ହୋଇଛନ୍ତି, କାଠରେ ଅଛି। ଫଟୋରେ ବି ଆମମାନେ ଫଟୋ ବି ପୂଜା କରୁଛନ୍ତି, ଯଦି ନାହିଁ ଆମେ ଫଟୋ ପୂଜା କରୁଛନ୍ତି। ଆଚ୍ଛା, ଘଟରେ ଅଛି, ସକାଳ ଘଟ ବି ଭଗବାନ ସମସ୍ତଙ୍କର ଭଗବାନ ଅଛନ୍ତି। ମଠରେ ବି ଅଛି, ମଠର ଗାଦି ପୁରାଣ ଶାସ୍ତ୍ର ସବୁକିଛି ସେଠି ଭର୍ତ୍ତି ହେଇ ରହିଛି। ସେଥିପାଇଁ ମଠରେ ଅଛି, ମଠରେ ଅଛି, ଘଟରେ ଅଛି, କାଠରେ ଅଛି, ଆଉ କେଉଁଠି ଅଛି, କେଉଁଠି କଣ୍ଠରେ ଅଛି। ଭଗବାନଙ୍କୁ ପାଇବାକୁ ହେଲେ 4ଟି ଜାଗାର ଭରିପୁର ହେଇକି ରହିଛନ୍ତି। ଏଇ 4 ଜାଗା ଯଦି ଆମେ ଯିବା ବା ପଥକର୍ମ କରିବା, ଭଗବାନଙ୍କ ସହିତ ନିକଟରେ ଆମେ ଯାଇକି ପହଞ୍ଚି ଯାଇପାରିବା। ଗୋବିନ୍ଦ ଗୋବିନ୍ଦ ଯେଉଁ ପଦ ଗଳୁଛି, କେତେଟା ଗୋବିନ୍ଦ ଲାଗିବ ନା? ଗୋବିନ୍ଦ ବୋଇଲେ ସେ ଗୋଟିଏ, କିନ୍ତୁ ତାକୁ ଡବଲିଂ କରାହେଲେ ଗୋବିନ୍ଦ 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 ପଦ ଗଳୁଛି ମକରନ୍ଦ। ଆଚ୍ଛା, ନାରୀ ନାରୀ ହେଲେ 4 ଜାତି, ଶଙ୍ଖୁନି, ପଦ୍ମିନୀ, ଚିତ୍ରିଣୀ, ଆଉ ଗୋଟେ କିସ ନା ହସ୍ତିନୀ। ଏ 4 ନାରୀଙ୍କ ଭିତରେ ପଦ୍ମିନୀ ଜାତି ହେଲା ହେଉଛି ଲକ୍ଷ୍ମୀ ପ୍ରିୟା ଜାତି। ସେ ଜାତିର ଲକ୍ଷଣ ହେଉଛି ତା'ର ଚାଲିବା, ବସିବା, ଖାଇବା, ନାଇବା, ପିଇବା, ତା'ର ସବୁକିଛି ଭରିପୁର, ନୁହେଁ କି? କିନ୍ତୁ ସେଇ ଯେଉଁ ନାରୀଟି, ତା'ର କେଶ ଥିବ କୁଞ୍ଚି କୁଞ୍ଚିକା, ପାଦ ଥିବ ତା'ର ଛୋଟ ଛୋଟ ପାଦ, କଠଉ ପାଦ, ସେ ମାଆର ଲକ୍ଷଣ ହେଉଛନ୍ତି ଲକ୍ଷ୍ମୀ ପ୍ରିୟା। କିନ୍ତୁ କହିବ ବିନୟ ବଚନ, ଦେଇ ତୁ ଶିବ ପ୍ରାଣୀ ମନ, କହିବ ବିନୟ ବଚନ, ଦେଇ ତୁ ଶିବ ପ୍ରାଣୀ ମନ। ବଚନ କୁହ, ବଚନ ହିଁ ମଧୁର, ବଚନ ହିଁ ସଂସାରର ସାର, ବଚନ ହିଁ ସବୁକିଛି। ମନୁଷ୍ୟ ମଧ୍ୟ ଦିବ ଜ୍ଞାନ, ଦେଖି ସନ୍ତୋଷ ଭଗବାନ। ମନୁଷ୍ୟ ଯଦି ଜ୍ଞାନ ନାହିଁ, ତାହେଲେ ସିଏ ତ ପଶୁ ପକ୍ଷୀ ସହିତ ସମାନ ହେଇଗଲା। ପାଠଶାଠ ପଢ଼ି ଯେତେ ମଣିଷ ପଢ଼ିଲେ କ'ଣ ହେବ? ଜ୍ଞାନ ହିଁ ମୂଳ କାରଣ। ଜ୍ଞାନ ଅଛି ମାନେ ଧର୍ମକୁ ଟାଣିବ, ଧର୍ମ ଅଛି ମାନେ କର୍ମକୁ ଟାଣିବ, କର୍ମ ଅଛି ମାନେ ଭଲ ଭଲ ତୁମ ସବୁ ଜାଗାର ସମ୍ମାନ ପାଇବ, ତୁମକୁ ସମସ୍ତେ ଭଲ ପାଇବେ, ତୁମେ ସମସ୍ତେ ତା ପୁଅ ନା ମୁଁ ଅନେକ ପୁଅ, ତ ବାପ ମା' ଗାଁର ସାରା ବିଶ୍ୱରେ କି ତୁମର ଗୋଟେ ନାଁ ରହିବ। ତୁମେ ପରମ୍ପରା ଆଭିଜାତ୍ୟ ବଂଶକୁ ବଞ୍ଚିତ କରି ରଖିଲେ ତୁମର ମଙ୍ଗଳ ହେବ। ମଙ୍ଗଳ ବୋଇଲେ କିଏ? ମଙ୍ଗଳ ବୋଇଲେ ଶିବ। ତୁମେ ପରର ମଙ୍ଗଳ କଲେ ତୁମର ମଙ୍ଗଳ ହେବ। ଇଏ ବାବୁମାନେ ପରର ମଙ୍ଗଳ କରୁନାହାନ୍ତି, ଅମଙ୍ଗଳ କରୁଛନ୍ତି। ତାହେଲେ ହେବ କେମିତି ତାଙ୍କର ମଙ୍ଗଳ? କେମିତି ମଙ୍ଗଳ ହେବ? ତାମାନେ ମଙ୍ଗଳ କରିବା ପାଇଁ କେହି ଯାଉନାହାନ୍ତି। ଆମ ସାରା ହେଲେ ଏତିକି କହି ବିଦାୟ ନେଉଛି, ସମୟ ଅଭାବ, ବାବୁ ଆସିଗଲେଣି। ଜୟ ଶ୍ରୀରାମ।